ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପାଣିପାଗକୁ ନେଇ ଆସିଲା ବଡ଼ ଖବର। ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ ଜିଲ୍ଲାରେ କୁଆପଥର ମାଡ଼ ବର୍ଷିବ, ତା ସହିତ କେଉଁ କେଉଁ ଜିଲ୍ଲାର ତାପମାତ୍ରା କେତେ ରହିବ। ଦର୍ଶକ ବନ୍ଧୁ ଆଜିର ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କନ୍ଧମାଳ କେଉଁଝର 40 ଡିଗ୍ରୀ ତାପମାତ୍ରା, ଖୋର୍ଦ୍ଧା ମାଲକାନଗିରି ମୟୂରଭଞ୍ଜ ଏବଂ ରାୟଗଡ଼ା ଏହି ଜିଲ୍ଲାମାନଙ୍କରେ 41 ଡିଗ୍ରୀ ତାପମାତ୍ରା ରହିବ। ସୁନ୍ଦରଗଡ଼ ନୟାଗଡ଼ ଢେଙ୍କାନାଳ ଦେବଗଡ଼ କଳାହାଣ୍ଡିରେ 42 ଡିଗ୍ରୀ ତାପମାତ୍ରା ରହିବ। ସମ୍ବଲପୁର ନୂଆପଡ଼ା ବଲାଙ୍ଗୀର ବରଗଡ଼ ଯାଜପୁରରେ 43 ଡିଗ୍ରୀ ତାପମାତ୍ରା, ଅନୁଗୁଳରେ ମଧ୍ୟ 43 ଡିଗ୍ରୀ, ବୌଦ୍ଧ ସୁବର୍ଣ୍ଣପୁର 44 ଡିଗ୍ରୀ ତାପମାତ୍ରା ଏହି ଜିଲ୍ଲାରେ ପ୍ରବଳ ଖରା ହେବ। ଗଞ୍ଜାମ 36 ଡିଗ୍ରୀ, ପୁରୀ 35 ଡିଗ୍ରୀ, ବାଲେଶ୍ୱର ଜଗତସିଂହପୁର କୋରାପୁଟ 38 ଡିଗ୍ରୀ ତାପମାତ୍ରା, ଭଦ୍ରକ ଗଜପତି କେନ୍ଦ୍ରାପଡ଼ା 39 ଡିଗ୍ରୀ ତାପମାତ୍ରା ରହିବ। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କର ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଭଦ୍ରକ ବାଲେଶ୍ୱର କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ଅଧିକ ଅଛି। ସୁନ୍ଦରଗଡ଼ କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ କୁଆପଥର ବର୍ଷା ହେବାର ସତର୍କ ସୂଚନା ରହିଛି। ବର୍ଷା ସମୟରେ ପବନ ବେଗ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ବହିବ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଆପଣ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ଏହି ଭିଡିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଆଜି ହେଉଛି ଏପ୍ରିଲ 21 ତାରିଖ ମଙ୍ଗଳବାର।